ଗୋଟେ ବଢ଼ିଆ କଥାଟେ କହିବି ଆପଣମାନଙ୍କୁ। 10 ସେକେଣ୍ଡର ନେଗେଟିଭିଟି ଗୋଟେ ଲୋକର ଭବିଷ୍ୟତ ବିଗାଡ଼ି ଦିଏ। ଗୋଟେ ଛୋଟ କାହାଣୀରୁ ଆପଣ ଜାଣିପାରିବେ, ଯେମିତି ରାମାୟଣରେ ମନ୍ଥରାର 10 ସେକେଣ୍ଡର ନେଗେଟିଭ୍ ବାଣୀ କୈକେୟୀଙ୍କୁ ଏତେ ନେଗେଟିଭ୍ କରିଦେଇଥିଲା, ଯିଏକି ଭରତ ଅପେକ୍ଷା ରାମଙ୍କୁ ବେଶୀ ଭଲ ପାଉଥିଲେ। ବଟ୍ ମନ୍ଥରାର ଯେଉଁ ନେଗେଟିଭିଟି ଥିଲା, ସେ କହିଥିଲା ଆସନ୍ତାକାଲି ରାମକୁ ରାଜପାଠ ମିଳିଯିବ, ଭରତର ହେବ କ'ଣ? ଯେଉଁ କୈକେୟୀ ରାମକୁ ଏତେ ଭଲ ପାଉଥିଲେ, ନିଜ ସ୍ତନରୁ କ୍ଷୀର ପିଇଥିଲେ, ଭରତଠୁ ବେଶୀ ତାମାନେ ଅଧିକା ମାନୁଥିଲେ, ସେ ଏତେ ନେଗେଟିଭ୍ ହେଇଗଲେ। ତ ତାଙ୍କର ଷଡ଼ଯନ୍ତ୍ର ଦ୍ୱାରା କ'ଣ ହେଲା, ରାମ ଚାଲିଗଲେ ବନବାସ, ଆଉ ଦଶରଥ ହେଇଗଲେ ସ୍ୱର୍ଗବାସ। ତ ଚିନ୍ତା କରନ୍ତୁ 10 ସେକେଣ୍ଡର ନେଗେଟିଭିଟି କେତେ ମାରାତ୍ମକ ହେଇପାରେ। ସେଭଳିଆ ଆମକୁ ବହୁତ ନେଗେଟିଭ୍ ଲୋକ ମିଳିବେ, ଯିଏକି ଆମକୁ 10 ସେକେଣ୍ଡରେ ନେଗେଟିଭ୍ କରିବାର କେପାସିଟି ରଖନ୍ତି। ଯଦି ଆମେ ତାଙ୍କ କଥାରେ ନେଗେଟିଭ୍ ହେଇଯିବା, ତ ଆମ ଭବିଷ୍ୟତ ବର୍ବାଦ ହେଇଯିବ। ଥରେ ଚିନ୍ତା କରିକି ଦେଖିବେ।